ନେଇକିରି ବର୍ଣ୍ଣନା ଥାଏ ସେ ସମୟରେ ମୃଣାଳ ସୂତ୍ରଟାକୁ ପ୍ରାୟତଃ ଲେଖାଟେ ଆମେ ପାଉ। ମୃଣାଳ ସୂତ୍ର ଏଠି ମୃଣାଳ ମାନେ ସେ ସୂତ୍ରଟା ଯୋଉ ମୃଣାଳ ଶବ୍ଦଟା ୟୁଜ କରାହଉଛି ମାନେ ଏଇଟା କୋଉ ଅର୍ଥରେ କେମିତିକା ତାର ମିନିଂଟାରେ ୟୁଜ କରାହଉଛି? ମୃଣାଳ ମାନେ ପଦ୍ମ, ଆଜ୍ଞା, ସୂତ୍ର ମାନେ ନାଡ଼, ଆଜ୍ଞା, ମୃଣାଳ ସୂତ୍ର ମାନେ ପଦ୍ମ ନାଡ଼। ଆଜ୍ଞା, ତେଣୁ ଆମର ଯୋଉ ପଦ୍ମ ଅଛି ଷଡ଼ ପଦ୍ମ ଅଛି, ଆଜ୍ଞା, ସେଠି ତାକୁ ଯୋଉ ସୂତ୍ରରେ ଗୁନ୍ଥା ହେଇଛି ତା ମାନେ ସୁଷୁମ୍ନା ନାଡି ଆଉ କଣ। ଓହୋ, ଆଜ୍ଞା ଆଜ୍ଞା, ଏଇଟା ହଉଛି ମୃଣାଳ ସୂତ୍ର ମାନେ ସୁଷୁମ୍ନା ନାଡି। ହଁ ହଁ, ଆପଣ ଯୋଉ ଏଠି ବୁଝଉଛନ୍ତି ଯେତେବେଳେ ଯୋଉ ଆମର ମାନେ ବେକ ପାଖରୁ ଉପର ଆଡକୁ ଯୋଉ ସବୁ ନାଡିର ଗତି ନେଇକରି ଆପଣ ବୁଝେଇଛନ୍ତି ତାମାନେ ସେଇ ମୃଣାଳ ସୂତ୍ରରେ ସେଇ ନାଡରେ ଗୁନ୍ଥା ହେଇକି ସେ ଚାଲିଛି ତା ଭିତରକୁ ଆଉ। ହଁ ହଁ, ଆଜ୍ଞା ଆଜ୍ଞା ଆଜ୍ଞା, ସେଇଟା ମୃଣାଳ ସୂତ୍ର। ଆଜ୍ଞା ଆଜ୍ଞା, ଭାରି ବଢିଆ। ତମର ମୁଖ ସ୍ଖଳିତମ୍ ଅକ୍ଷରମ୍। ଆଚ୍ଛା ଆଚ୍ଛା ଆଚ୍ଛା, ଅସନ୍ଧି ବିଚ୍ଛେଦ ରହିଛି। ସଂସ୍କୃତରେ ତାର ଲେଖା ହେଇଛି ମୁଖ ସ୍ଖଳିତ ମ ଅକ୍ଷର ବୋଲି ସେମିତି କିଛି ନାହିଁ। ଆଜ୍ଞା ଆଜ୍ଞା, ବୁଝିପାରୁଛ ନା, ଯଦି ଆମେ ଆଜ୍ଞା ସଂସ୍କୃତ ଜାଣିଥିବା ତାହେଲେ ବୁଝିପାରିବା ମୁଖ ଆଜ୍ଞା ସ୍ଖଳିତମ୍ ଅକ୍ଷରମ୍। ହୁଁ ତାଙ୍କ ମୁଖରୁ ନିର୍ଗତ ଯୋଉ ଅକ୍ଷର ବା ହୁଁ ଶବ୍ଦ ବା ନାଦ, ଶବ୍ଦ ବୁଝିଲେ ହୁଁ କି, ଆଜ୍ଞା ସେଇଆକୁ କୁହନ୍ତି। ସେଇ ଆଜ୍ଞା ନାଦଟା ହଉଛି ଅନାହତ ନାଦ। ଆଜ୍ଞା, ବୁଝିଲେ କି, ବ୍ରହ୍ମାଙ୍କ ମୁଖରୁ ହୁଁ ବୁଝିଲେ କି ସ୍ଖଳିତମ୍ ଆଜ୍ଞା ଅକ୍ଷରମ୍ ଶୂନ୍ୟଂ ହୁଁ ଶୂନ୍ୟଂ ମହାଶୂନ୍ୟଂ ଆଜ୍ଞା ଶୂନ୍ୟଂ ମଧ୍ୟ ନିରାମୟ ହୁଁ ନିରାମୟ ଅଙ୍ଗ ଜ୍ୟୋତି ସଜ୍ୟୋତି ଭଗବାନୟ। ହୁଁ ବୁଝିଲେ କି, ଆଉ ଶୂନ୍ୟଂ ଆଜ୍ଞା ଶୂନ୍ୟଂ ମହାଶୂନ୍ୟଂ ମହାଶୂନ୍ୟ କାହା କୁହନ୍ତି କଣ ବୁଝିପାରୁଛ କି? ପ୍ରଥମେ ଆମେ ଜାଣିବା ଯେ ମହାଶୂନ୍ୟ କାହାକୁ କହିବା। ହେଲା ଆଜ୍ଞା, କି ଦୁଃଖୁଟୁକି କହନ୍ତି ଆଜ୍ଞା। ମହାଶୂନ୍ୟ ଶବ୍ଦ ବ୍ରହ୍ମ ଅକଳିତଟି। ହୁଁ କଣ ବୁଝିପାରିଲ ନା, ତେଣୁ ଆଜ୍ଞା ଅକଳିତ ହଉଛି ଶବ୍ଦ ବ୍ରହ୍ମ। ଆଉ ଯଦି ହୁଁ ମହାଶୂନ୍ୟ ଦୁଃଖୀ ଦୁଃଖୀ କହିବା ଆମେ ହେଲା, ହୁଁ ଆଉ ହୁଁ ତାହେଲେ ଶୂନ୍ୟ ଶୂନ୍ୟଂ ମହାଶୂନ୍ୟଂ ଶୂନ୍ୟଂ ମଧ୍ୟ ନିରାମୟ। ହୁଁ ମହାଶୂନ୍ୟରୁ ଯୋଉ ଦୁଃଖ ଦୁଃଖୀ ମଧ୍ୟରୁ ଗୋଟେ ନିରାମୟ କି ଗୋଟେ ସୂର୍ଯ୍ୟ, ହୁଁ ସେଇ ସୂର୍ଯ୍ୟ ସୃଷ୍ଟି ହେଲେ। ଆଜ୍ଞା ବୁଝିପାରିଲେ କି, ଆଉ ଆଜ୍ଞା ସେ ଯୋଉ ସୂର୍ଯ୍ୟ ସୃଷ୍ଟି ହେଲେ ସେ ହୁଁ ସୂର୍ଯ୍ୟ ଟା କୋଉଠି ଆଗରେ ସୃଷ୍ଟି ହେଲେ, ସୂର୍ଯ୍ୟ ସୃଷ୍ଟି ହେଲେ ନା। ଆଜ୍ଞା ବୁଝିଲ, ସେଇ ସୂର୍ଯ୍ୟ କିଏ ସେ ନା ପ୍ରଥମେ ପ୍ରାଣ ଶକ୍ତି ହେଲା, ପ୍ରାଣଶକ୍ତି ସୂର୍ଯ୍ୟକୁ ଆଜ୍ଞା ପ୍ରାଣ ଶକ୍ତି କୁହନ୍ତି, ହୁଁ ଚନ୍ଦ୍ରକୁ ଅପାନ ଶକ୍ତି କୁହାଯାଏ। ହୁଁ ତେଣୁ ସେଇ ଯୋଉ ପ୍ରାଣ ଶକ୍ତି ସେ ହୁଁ ସୃଷ୍ଟି ହେଲା ମହାଶୂନ୍ୟରୁ କୋଉଠି ଦୁଃଖୀରୁ, ସିଏ ହୁଁ ଆସିକି ନାଭି ଚକ୍ରରେ ପହଞ୍ଚିଲା। ଦୁଃଖରୁ ନାଭି ଚକ୍ରକୁ ଆସିଲେ। ନାଭି ଚକ୍ରକୁ ଆସିଲା ହୁଁ ହେଲା, ହୁଁ ଯେତେବେଳେ ଆସି ପହଞ୍ଚିଲା ସେଇ ଯୋଉ ନାଭି ଚକ୍ରରେ ରହିଛନ୍ତି କିଏ ସିନା ବ୍ରହ୍ମା। ବ୍ରହ୍ମା ଜଣ କାହିଁକିନା ନାଭିର ସ୍ଥାନ ହଉଛି ବ୍ରହ୍ମା ସାବିତ୍ରୀ। ବ୍ରହ୍ମା ସାବିତ୍ରୀ ଆଜ୍ଞା। ବୁଝିପାରୁଛ କି, ହୁଁ ଆଉ ତେଣୁ ସେଇ ଯୋଉ ନାଦଟି ଆସିକି ପହଞ୍ଚିଲା ନାଭି ଚକ୍ରରେ, ସେ ହୁଁ ନାଭି ଚକ୍ରକୁ ଯେତେବେଳେ ଆସି ପହଞ୍ଚିଲା ସିଏ ପ୍ରଥମେ କୋଉଠି ରହିଲା ନା ବ୍ରହ୍ମ କପାଳି ହୁଁ କପାଳରେ ଆସିକି ପ୍ରଥମେ ପହଞ୍ଚିଲା। ହୁଁ ବୁଝିପାରିଲ କି, ଆଜ୍ଞା ଆଚ୍ଛା ଯୋଉ କପାଳ କୁହରରେ ଯେତେବେଳେ ଆସି ପହଞ୍ଚିଲା, ହୁଁ କପାଳରେ କିଏ ଅଛି ନା କପାଳରେ କ୍ଷୀରାବ୍ଧି ସାଇ ହଁ କ୍ଷୀର ସାଗର ଶୟନରେ କରିଛନ୍ତି ଅନନ୍ତ ଶୟନରେ, କିଏ ସେ ଭଗବାନ ନାରାୟଣ ଶୟନ କରିଛନ୍ତି। ଆଜ୍ଞା ଜଳର ନାର ବୋଲି ନାମ, ତେଣୁ ତା ନାମ ନାରାୟଣ। ଜଳ କୋଉ ଜଳ ହୁଁ କାରଣ ଜଳ, କାରଣ ଜଳ କାରଣ ହୁଁ ଜଳରେ ସେ ହୁଁ ଚତୁର୍ଭୁଜ ବିଷ୍ଣୁ ହୁଁ ଅନନ୍ତ ନାଗ ଉପରେ ଶୟନ କରୁଛନ୍ତି। ସେ କୋଉଠି, ସେ ହଉଛି କପାଳରେ। କପାଳରେ ବୁଝିପାରୁଛ କି, ଆଜ୍ଞା ତେଣୁ ତ୍ରିକୁଟ ଉପରକୁ ତ ଆଉ କଣ ଯୋଉ କପାଳ ତ୍ରିକୁଟ ହଁ ହଁ ତ୍ରିକୁଟ ଉପରକୁ ଯୋଉ କପାଳ କୁହର, ସେ କପାଳ କୁହରରେ ସେ ନାରାୟଣ ରହିଛନ୍ତି ଅନନ୍ତ ହୁଁ ଶଯ୍ୟାରେ। ହୁଁ ହେଲା, ଯେତେବେଳେ ଅନନ୍ତ ଶଯ୍ୟାରେ ନାରାୟଣ ରହିଲେ, ହୁଁ ସେ ନାରାୟଣ କଣ କଲେ ନା ସେଇ ଯୋଉ ସୂର୍ଯ୍ୟ ରୂପୀ ଯୋଉ ପ୍ରାଣ ଶକ୍ତି ପ୍ରଥମେ ଆସି ଯେତେବେଳେ ନାରାୟଣ ପାଖରେ ପହଞ୍ଚିଲା, ହୁଁ ନାରାୟଣ ସେଠି ସୂର୍ଯ୍ୟ କିରଣ ଟା ହୁଁ ସଜ୍ୟୋତି ଭଗବାନ ନା, ସେଇ ହୁଁ ସୂର୍ଯ୍ୟଙ୍କର କିରଣ ଟା ସେଠି କଣ କଲେ ନା ସାକାର ରୂପ ଧାରଣ କରିକି ଗୋଟେ ଚତୁର୍ଦ୍ଧା ମୂରତି ରୂପ ସେଠି ଧାରଣ କଲେ ଧାରଣ କଲେ। ହୁଁ କରିସାରିଲା ପରେ ସେଇ ଚତୁର୍ଦ୍ଧା ମୂରତି ଯେତେବେଳେ ଧାରଣ କଲା ପରେ ସେଇଠୁ ଗୋଟେ ନାଦ ସୃଷ୍ଟି ହେଲା। ହୁଁ କଣ ବୁଝିପାରିଲେ ନା, ସେଇ ଆଜ୍ଞା ଯୋଉ ନାଦ ଟାକୁ କୁହାଯାଏ ଓଙ୍କାର ନାଦ। ଓଁକାର ଆଜ୍ଞା। ସେଇ ଓଙ୍କାର ନାଦ ଟା ସେଇ କୋଉଠି କପାଳ କୁହରରେ ସୃଷ୍ଟି ହଉଛି। ହୁଁ କପାଳ କୁହରରେ ଯେତେବେଳେ ଓଙ୍କାର ନାଦ ସୃଷ୍ଟି ହେଲା, ହୁଁ ବ୍ରହ୍ମା ରହିଲେ କୋଉଠି ନା ନାଭି ଚକ୍ରରେ।
ନାଭି ଚକ୍ରରେ ସିଏ କଣ କଲେ ନା ନାଭି ଚକ୍ରରୁ ଯାଇ ସେ ସେଇ କପାଳ ପାଖରେ ପହଞ୍ଚିଲେ ଜଗତ ସୃଷ୍ଟି କରିବା ପାଇଁ ତାଙ୍କୁ ସ୍ତୁତି କଲେ। ତେଣୁ ଜୀବ ଜଗତ ସୃଷ୍ଟି ମାନେ ଜୀବ ସୃଷ୍ଟି। ଜୀବ କେମିତି ସୃଷ୍ଟି ହବ ବା ପ୍ରାଣୀ କେମିତି ସୃଷ୍ଟି ହେବେ ସିଏ ଯାଇକି କଣ କଲେ ନା ନାରାୟଣଙ୍କ ପାଖରେ ସ୍ତୁତି କଲେ। ହେଲା, ନାରାୟଣଙ୍କ ପାଖରେ ନାରାୟଣ ଶୋଇଥିଲେ କୋଉଠି ନା ଅନନ୍ତ ନାଗ ଉପରେ ନା। ନାରାୟଣଙ୍କ ମୁଖରୁ ଯେତେବେଳେ ଏକାକ୍ଷର ନାଦ ଓଙ୍କାର ନାଦ ସୃଷ୍ଟି ହେଲା ଓମ୍ ଓମ୍ ବୋଲିକି ସେ ନାଦଟାକୁ ଅନନ୍ତ ନାଗ ବୁଝି ପାରିଲେ ନାହିଁ। ଯେତେବେଳେ ବୁଝି ନ ପାରିଲେ ଅନନ୍ତ ନାଗ ବିଷ୍ଣୁଙ୍କୁ ପଚାରିଲେ ପ୍ରଭୁ ଆପଣ କଣ ଉଚ୍ଚାରଣ କରୁଛନ୍ତି? ସେଉଠୁ ସିଏ କହିଲେ କଣ ଯେ ମୁଁ ଅ ଉ ମ ଉଚ୍ଚାରଣ କରୁଛି। ବୁଝେଇଦେଲେ ତିନିଟା ତତ୍ଵ ବୋଲିକି ଅକାରଟି ଜଳ ଉକାରଟି ପୃଥ୍ୱୀ ମକାର ଆକାଶ ପ୍ରତ୍ୟକ୍ଷ। କଣ ବୁଝିପାରିଲେ ନା? ଜଳ ପୃଥ୍ୱୀ ଆକାଶ ଏଇ ତିନି ତତ୍ଵ ବିଶିଷ୍ଟ ନାଦ କୁ କୁହାଯାଏ ଓଙ୍କାର ନାଦ। ସେଇ ଓଙ୍କାର ନାଦଟାକୁ ମୁଁ ସ୍ମରଣ କରୁଛି। ତେଣୁ ସିଏ ବୁଝିଗଲେ କଣ ନା ଅ ଉ ମ ବିସ୍ତାର ହେଇଗଲା। କିନ୍ତୁ ଯେତେବେଳେ ବ୍ରହ୍ମା ଯାଇକି ସେଠି ପହଞ୍ଚିଲେ ସିଏ ବିଷ୍ଣୁଙ୍କ ପାଖକୁ ଗଲା ପୂର୍ବରୁ ପ୍ରଥମେ ଅନନ୍ତଙ୍କ ମୁଖରୁ ଏଇ ତିନୋଟି ଶବ୍ଦ ଶୁଣିଲେ। ଯେତେବେଳେ ଶୁଣିଲେ ଯେ କେମିତି ନା ତ୍ରିଅକ୍ଷର ମହାବୀଜ ଅନନ୍ତଂ ତଂ ନିଜ ଜୟେତ୍। ତିନି ଅକ୍ଷର ମହାବୀଜ ଅକାର ଉକାର ମକାର ତିନିଟା ହେଲା ମହାବୀଜ। ଏଇ ମହାବୀଜ ତିନି ଅକ୍ଷରକୁ ସିଏ ଅନନ୍ତଙ୍କୁ ଦେଇଥିଲେ। ଅନନ୍ତଙ୍କ ପାଖରେ ଅନନ୍ତଙ୍କ ଦେହରେ ନିଯୋଜନା କରିଥିଲେ ତାଙ୍କ ମନରେ। କିନ୍ତୁ ଅନନ୍ତ କଣ କଲେ ନା ଏଇ ତିନି ଅକ୍ଷରକୁ ସିଏ କଣ କଲେ ନା ବ୍ରହ୍ମାଙ୍କୁ ଚତୁର୍ବିଂଶତି ବ୍ରହ୍ମାଣ୍ଡମ ସେ ବ୍ରହ୍ମାଙ୍କୁ 24 ଅକ୍ଷରରେ ବୁଝେଇ ଦେଲେ। ବୁଝିଲେ ଯୋଉଟା ଗାୟତ୍ରୀ ଆଜ୍ଞା ହେଲା ଗାୟତ୍ରୀ ହେଲା କି ମାତ୍ରା ହେଲା ବର୍ତ୍ତମାନ ମୁଁ ସେଇଟା କହିସାରେ ତାପରେ ଯାଏ। ସୂର୍ଯ୍ୟଙ୍କ ଠାରୁ ଗାୟତ୍ରୀ ତ ହେଲା କିନ୍ତୁ ବର୍ତ୍ତମାନ କଥା ହଉଛି ଯେ ତିନି ବୀଜ ଅକାର ଉକାର ମକାରରୁ କେମିତି 24 ଅକ୍ଷର ହେଲା। ବୁଝିପାରିଲେ ନା? ତେଣୁ ଅକାର ରହିଲେ କୋଉଠି ନା ହୃଦ ଚକ୍ରରେ, ଉକାର ରହିଲେ ନାସା ଅଗ୍ରରେ, ମକାର ରହିଲେ ନାସା ମୂଳରେ ନାକ ଦଣ୍ଡିରେ। ତେଣୁ ଦଣ୍ଡି ବୀଜ ହେଲା ମକାର। ବୁଝିପାରିଲେ? ପୃଥ୍ୱୀ ବୀଜ ହେଲା ଉକାର, ଜଳ ବୀଜ ହେଲା ଅକାର। ତେଣୁ ଏଇ ଯୋଉ ଅକାର ଉକାର ମକାର ତିନିଟା ବୀଜ ଇଏ କଲେ କଣ ନା ତମର ଅକାର ପାଖରୁ ତମର 12 ମାତ୍ରା ଅ ଆ ଇ ଉ ଉ ଏ ଐ ଓ ଔ ଅଂ ଏଇ 12ଟା ମାତ୍ରା ସେ ଅକାରରୁ ପବନ ଧିଅରେ ସୃଷ୍ଟି ହେଇକିରି ନାସା ମୂଳ ଦେଇକି ନାସା ଦ୍ୱାରା ଦେଇକି ବହିଗଲା। ଯେତେବେଳେ ବହିଗଲା ଏଇ କଥାଟାକୁ କିଏ କହୁଛନ୍ତି ନା ଅନନ୍ତ ନାଗ କହୁଛନ୍ତି ବ୍ରହ୍ମାଙ୍କୁ। ସେ ଅକାରଟା ହୃଦୟରୁ ସୃଷ୍ଟି ହେଇ ପ୍ରାଣବାୟୁରେ ଆସିକିରି ଦଣ୍ଡି ବୀଜ ମକାରରେ ମିଶିକି ନାସା ଦ୍ୱାରରେ ଉକାର ସହିତ ମିଶିକିରି ସେ ବାହାରକୁ ବାହାରିଗଲା। କେତେ 12 ମାତ୍ରା। ପୁଣି ଯେତେବେଳେ 12 ମାତ୍ରା ଭିତରକୁ ଆସିଲା ନାସା ଭିତରକୁ ଆସିଲା ସେତେବେଳେ କଣ ହେଲା ନା ଉକାର ଶକ୍ତିକି ସଙ୍ଗରେ ଧରିକିରି ମକାର ଶକ୍ତି ନାସା ମୂଳରୁ ଆଣିକିରି ଅକାର ଦେହରେ ଆସିକି ମିଶିଲା। ଓଲଟ କ୍ରିୟା। ତେଣୁ ଗଲା 12 ଆସିଲା 12 ଏଇଟା ହେଲା 24 ଅକ୍ଷର। ତେଣୁ ଏଇ 24 ଅକ୍ଷର ଗାୟତ୍ରୀ କି ସିଏ କଣ କଲେ ନା ବ୍ରହ୍ମାକୁ ବୁଝେଇ ଦେଲେ ଚତୁର୍ବିଂଶତି ବ୍ରହ୍ମାଣ୍ଡମ। କଣ ବୁଝିପାରିଲେ ନା? ଯେତେବେଳେ ଚତୁର୍ବିଂଶତି ବ୍ରହ୍ମାଣ୍ଡଙ୍କୁ ବୁଝେଇ ଦେଲେ ବ୍ରହ୍ମାଙ୍କୁ ଚତୁଃଶ୍ଲୋକେଚ ନାରାୟଣ। ବ୍ରହ୍ମାଙ୍କ ପାଖରେ ସେ ତ ଚତୁର୍ଭୁଜ ବିଷ୍ଣୁ ପାଖରୁ ପାଇଥିଲେ ନା। ଆଚ୍ଛା ନାରାୟଣ ରହିଛନ୍ତି କୋଉଠି ନା ହୃଦ ଚକ୍ରରେ ଲକ୍ଷ୍ମୀ ନାରାୟଣ। ତେଣୁ ବ୍ରହ୍ମା କଣ କଲେ ନା ଏଇ 24 ଅକ୍ଷରକୁ ସିଏ କଣ କଲେ ନା 4ଟି ଶ୍ଲୋକରେ କରିକିରି ନାରାୟଣକୁ ବୁଝେଇଦେଲେ। ନାରାୟଣ ଚତୁଃଶ୍ଲୋକେଚ ନାରାୟଣ ହେଲା କି ନାରାୟଣକୁ ତୁ 4ଟା ଶ୍ଲୋକ କରି ବୁଝେଇ ଦେଲେ ତା ମାନେ ବ୍ରହ୍ମା କହିଲେ ନାରାୟଣଙ୍କୁ ଯେ ଓଙ୍କାର ନାଦର କଣ ବୁଝିପାରୁଛ ନା 4 ପ୍ରକାରର ଧ୍ୱନି ରହିଛି। କଣ ଗୋଟେ ପରା ଗୋଟେ ପଶ୍ଚେତି ଗୋଟେ ମଧ୍ୟମା ଗୋଟେ ବୈଖରୀ।
तेणु ये चारिटा ध्वनि रही बोलिकी नारायण को बुझेदेले। नारायण बुझिले जे शब्द ब्रह्म बा ओंकार चारिटा ध्वनि रही किए से ना गोटे हूँ वैखरी मुख निश्चित मध्यमा टिके ता ऊपर को बुझे कि पश्यंती टिके ता ऊपर को पराबाक पूरा ता ऊपर को है। तेणु ये ध्वनि जो चारि प्रकार विभाजन ताकू करिकी सी कौन कले ना करदेले क्या ना नारायण को कहीदेले किए से ब्रह्मा है। चतुश्लोक नारद दशम श्लोके नारद है मन मन बस यही मन जिते अनाहत चक्र जाकि पहुँचला से कौन है ना नारायण ताकू दशम श्लोक बुझेदेले कहले कौन ना यही जो चारि प्रकार विभाग अच्छी शब्दर ओंकार ध्वनि यही ओंकार ता 10 भाग विभक्त 10 ओंकार किमिति ना आमर 10 द्वार कर्ण 2 चक्षु 2 नासा 2 मुख 1 मूर्तर द्वार मल द्वार ब्रह्मरंध्र यही जो 10टा द्वार रहा यही 10 द्वार 10 प्रकार ये ओंकार नाद झंकृत होउची बोलिकी से नारायण नारद को बुझेदे। नारद दशम श्लोके 10 द्वार झंकृत होउची 10 प्रणव नारायण दशम श्लोके जेते ना नारद दशम श्लोके जेते बुझेदेले बोले कि व्यास सहित सता नीच व्यास हेले चेतना पुरुष है चित शक्ति से चेतना पुरुष को नारद कौन कले ना सता नीच 100 श्लोक बुझेदेले किमिति ना 100 श्लोक किए से ना अ का अ ठारू क्ष पर्यंत 50 अक्षर 50 अक्षर से 50 अक्षर 2 भाग विभक्त गोटे परा प्रकृति 50 गोटे अपरा प्रकृति 50 चेतन प्रकृति 50 आउ जड़ प्रकृति 50 है कि यही जो 50 नाद से चेतन चेतन प्रकृति 50 भाग विभक्त हुए जड़ प्रकृति 50 भाग विभक्त हुए केते हैला 100 हेगला। तेणु नारद कहले कौन ना व्यासदेव को यही 100 प्रकृति विषय ज्ञान देले जेते 100 प्रकृति विषय व्यासदेव को ज्ञान देले किए से ना नारद है। व्यासदेव कौन कले ना 18 सहस्र सुकृता सत्यवती सूत सत्यवती सूत की व्यासदेव ताको 18,000 श्लोक 18,000 किमिति हैला गोटे सी तो 100 देले 100टा किमिति 18,000 हैला आमर दुकु दुकु दो सहस्रार रहिले से सहस्रार दुकु दुकी रे कौन हुए ना ता हूँ 1000 पाखुड़ा विशिष्ट 1000 पाखुड़ा दल से 1000 पाखुड़ा विशिष्ट से 1000 पाखुड़ा 1000 हरण 50 बोल कि 100 को 50 1000 को तुम 50 हरि दियो अर्थात 100 को तुम 5 रे हरले तुम है 20 प्रति दल 20 भजन होगा कि तेणु ये जो 1000 भजन 1000 पाखुड़ा 1000 पाखुड़ा भजन होची 100 भजन टा 1000 पाखुड़ा होची विभक्त है आमर चक्र रहिले 18टा किमिति ना आधार लिंग नाभि हृद कंठ ललाट ये मेरुदंड भितर पद्म हेले 6 मेरुदंड बाहर चक्र हेले 6 केते हे गेले 12 शून्य चक्र रोची 6 के ना नलिनी नालिनी ज्योति सार गुरु सहस्रार ये रहिले 6 12 केते हे गेले 18 ए 18 चक्र रे बोले 1000 भाग लेखा होउचंती 18 चक्र 1000 भाग रे विभक्त जेतले प्रकृति होउची से प्रकृति होउची 18,000 तेणु ताको 18,000 श्लोक बोली कि कहा कि से 18,000 श्लोक करछंती तेणु 18,000 प्रकृति देह भीतर गोटे ओंकार नाद आम शरीर भितर सबु चक्र रे सबु चक्र एवं नाद मिसिकी 18,000 भाग विभक्त होउथिबारु यही कथाटा किए कह खेल प्रकृतिर खेल खेलुची बोली यही कथाटा नारद कहीदेले क्या ना व्यास को व्यास चैव सता नीच 18 सहस्र सुकृता सत्यभूत व्यासदेव कौन कले ना 18,000 श्लोक करी तांकर पुओ सुकाभ्याम उपदेशन सुक को से उपदेश देइथिले ताहापर कौन कले ना सुकदेव ये 18,000 श्लोक को श्रवण करी पत्थर घरे परीक्षित को बुझेइथिले
बुझेकी सी कौन करथिले ना 7 दिन भितर तांकु संसार बंधन मुक्ति करथिले सेही दिन ठारू सप्ताह 7 दिन मध्ये आजिकली चालुची आज्ञा बुझी पाइला ना एटा होचे सरीभेद कथा सरीमार्थ कथा आ म अक्षर बोली जो कहूछ एटा भूल धारणा नहीं एटा आज्ञा संदेह ते लागला पचारली हां ना से म अक्षर नुहे सेटा होची कोन ना सेटा होची हमर मुख स्थलितम अक्षरम एटा होची संस्कृत भाषा तो से हिसाब से करा है आज्ञा आज्ञा हम तो हृदय रहला अ रहला हृदय रे आ हृदय अनाहत तो अकार हो अकार अच्छा जो नाकेरे कहले जो म रहला उ रहला दंडी रे रहला म नाक मूल रे रहला मकार अच्छा नासा अग्र रे रहला उकार हां जानी बुझ पाइला तमे गुरु करछ ना नहीं आज्ञा आ गुरु कोना सेइत पे या सडू को प्रचार चाउ कि ना ना मु कहि सारी सुनो गुरु न कले भेद मटे बुझी पर खाली कहि देले कोन हो सुनी कि लाभ कोन नहीं तू गुरु करवा दरकार गुरु कले आउरी भेद बुझी पारिबु इमिति कहि देले सुनी दबु जिमिति कथा कहते ना बद जिमि खाद्य खाई दबु हगि दबु सला कम किछि तम देह रे लागिबो नै सेमिति एटा को सुनी दबु भूली जबु सला कम तो देह रे किछि काम आसीबो नै तू आगे गुरु कर गुरु करी के विषय भेद जाने आज्ञा हम जो को गोटे अच्छी समय जो कौन किसी अच्छी को मासरे करा जाए गुरु कि कौन मत कहले मु जान ए से कथा गुरु को पचाले गुरु कहबे तू काई सेटा मुंडे बुरौतु तू जहा को गुरु करबु से तते टाइम देबे आज्ञा ठीक है तू आगु दूरा को काई मत हमको रोग होइछ हमको औषध दियो आज्ञा से गोडा को गुरु पा जा ठीक म कर तापर देखिबु हो आज्ञा शरण पर बात